ଜାତୀୟ ରାଜପଥ 55 ଓ 53 ନିର୍ମାଣ କାର୍ଯ୍ୟ ଠିକା ଶ୍ରମିକଙ୍କର ବିଭିନ୍ନ ସମସ୍ୟା ଦାବିକୁ ନେଇ ପ୍ରସ୍ତାବିତ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ। ଜାତୀୟ ରାଜପଥ 55 ଓ 53 ନବୀକରଣ ସ୍ଥାନୀୟ ବାସହରାଙ୍କ ନିଯୁକ୍ତି ଠିକା ଶ୍ରମିକଙ୍କ ମାସିକ 26,000 ଟଙ୍କା ମଜୁରୀ ଦାବିକୁ ନେଇ ଆସନ୍ତା ଜାନୁଆରୀ 30 ତାରିଖରେ ହେବାକୁ ଥିବା ଆନ୍ଦୋଳନ ପାଇଁ ଶ୍ରମିକ ସଂଗଠନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରାକ୍ ପ୍ରସ୍ତୁତି ବୈଠକ ସହ ଏକ ସାମ୍ବାଦିକ ସମ୍ମିଳନୀ ତାଳଚେର ଥର୍ମାଲ INTUC କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର ଓଡ଼ିଶା ଶାଖାର ସଭାପତି ତଥା ପ୍ରାକ୍ତନ ଜାତୀୟ ଉପସଭାପତି ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଉପସ୍ଥିତ ରହି ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ଜାତୀୟ ରାଜପଥ ନିର୍ମାଣ ପାଇଁ ହେବାକୁ ଥିବା ଆନ୍ଦୋଳନ ପାଇଁ ଆଲୋଚନା କରିଥିଲେ। ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ପରେଶ ଜେନା, ଯୁଗ୍ମ ସାଧାରଣ ସମ୍ପାଦକ ନିର୍ମଳ ସାମଲ, ସମ୍ପାଦକ SN ସାହୁ, ବିନୋଦ ସାହୁ, ଅରବିନ୍ଦ ମିଶ୍ର, ଯୁବ ସଭାପତି ବିଷ୍ଣୁମୋହନ ରଥ, ଦେବାଶିଷ ଘୋଷ, ପ୍ରକାଶ ବେହେରା, ବିନମ୍ବା ନନ୍ଦ ତ୍ରିପାଠୀ, ଶ୍ରବଣ ସାମଲ, ବିଛନ୍ଦ ସାମଲ, ଅଜୟ ସାମଲ, ମହିଳା କମିଟିର ଅଧ୍ୟକ୍ଷ ପ୍ରଣତି ମିଶ୍ର, ସୁଭାଷ ଚନ୍ଦ୍ର କୁଁୱର ପ୍ରମୁଖ ଉପସ୍ଥିତ ଥିଲେ। ପରେ ପରେ ଏକ ପ୍ରତିନିଧି ଦଳ ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୌତମ ଦେବଙ୍କୁ ଭେଟି ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଦେଖନ୍ତୁ, ବିଭିନ୍ନ ସମସ୍ୟା ଉପରେ ଆମେ ଯେଉଁ ଗତି କରୁଛେ ସେ ଉପରେ ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ, ୟା ପୂର୍ବରୁ ମଧ୍ୟ ନାଲକୋରେ ଗୋଟେ ସମ୍ମିଳନୀ ହେଇଥିଲା। ମୁଖ୍ୟତଃ ଆମ NH ଉପରେ ଯେଉଁ ଆମର ପ୍ରୋବ୍ଲେମ୍ ହେଉଛି, ଡେଲି ଗୋଟେ ଆକ୍ସିଡେଣ୍ଟ, ପ୍ରାୟତଃ ଆପଣ ଦେଖୁଥିବେ ଅନୁଗୁଳଠୁ ଆମର ତାଳଚେର ମଧ୍ୟରେ ସବୁଦିନେ ଗୋଟେ ଆକ୍ସିଡେଣ୍ଟ ପ୍ରାୟତଃ ହେଉଛି। ସେଥିପାଇଁ ଆମେ ସରକାରଙ୍କ ପାଖରେ ଦାବି ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତା ଭିତରେ କୌଣସି କାର୍ଯ୍ୟକାରୀ ହୋଇପାରୁନାହିଁ। ଦୁଇ ଜଣ ମଧ୍ୟ କେନ୍ଦ୍ର ସ୍ତର ମନ୍ତ୍ରୀ ଆମର ଅଛନ୍ତି, ତା ଥିଲେ ମଧ୍ୟ କେହି ତଦାରଖ କରୁନାହାନ୍ତି। ଆପଣ ଦେଖିଥିବେ ବର୍ତ୍ତମାନ ବରପାଳ ସ୍ଥାନରେ ଆପଣ ଭୂଷଣଠୁ ବରପାଳ ଆସିବାକୁ ଘଣ୍ଟାଟେ ଲାଗିବ। ବରପାଳ ତାଳଚେର ଆସିବା ପାଇଁ ତ ଆପଣ ଦେଖୁଥିବେ ପଲ୍ୟୁସନ୍ ଆଉ ରାସ୍ତାଘାଟ ଯେକୌଣସି ମତେ ଜଣେ ଜୀବନ ଚାଲିଯିବା ଭୟ ରହୁଛି, ମାନେ ବାଇକ୍ ବା ସାଇକେଲ ଆରୋହୀ ପାଇଁ ଜୀବନ ଚାଲିଯିବା ଭୟ ରହୁଛି। ସେଗୁଡ଼ି ଅଛି। ଦ୍ୱିତୀୟତଃ ଆମର ଏଠାରେ ପ୍ଲାଣ୍ଟରେ ମଧ୍ୟ ବିଭିନ୍ନ ସମସ୍ୟା ରହିଛି। ଯେଉଁମାନେ ଲୋକାଲ ଲେବର ପ୍ଲାଣ୍ଟରେ କାମ କରୁଥିଲେ, ସେମାନେ ଚାକିରି କରୁଥିଲେ ଆଗରୁ, ସେମାନେ ଚାକିରି ହରାଇଛନ୍ତି। ସେମାନଙ୍କ ମଧ୍ୟ ସମସ୍ୟା ରହିଛି। ଲୋକାଲ ପ୍ରୋବ୍ଲେମ୍ ମଧ୍ୟ ଆଉ ଗୋଟିଏ ହେଉଛି ଜମିହରା ପ୍ରଜାମାନଙ୍କର ସ୍ଥାୟୀ ନିଯୁକ୍ତି। ଏହିସବୁ ସମସ୍ୟା ନେଇ ଆମେ ଆଗାମୀ ଦିନରେ ଜାନୁଆରୀ 30 ତାରିଖ ଦିନ ଗୋଟିଏ ଗାନ୍ଧୀଙ୍କର ଦିନ ଆମେ ସନସନରେ ବସିବୁ। ସେଥିପାଇଁ ଏ ପ୍ରସ୍ତୁତି ବୈଠକ ହୋଇଛି। ଏହାର ମୁଖ୍ୟ ଆଭିମୁଖ୍ୟ ହେଲା, ଆମେ ଯେଉଁ ଗତ ନାଲକୋରେ ଆମର ଯେଉଁ ୱାର୍କିଂ କମିଟିର ନିଷ୍ପତ୍ତି ଏବଂ ଯେଉଁ ପ୍ରେସ୍ ସମ୍ମିଳନୀ ହେଇଥିଲା, ଯେଉଁ ମଙ୍ଗୁଳି ଏବଂ ସମ୍ବଲପୁରର 55 ନମ୍ବର ଜାତୀୟ ରାଜପଥ ଏବଂ ବରପାଳଠୁ ଦେଓଗଡ଼ ପର୍ଯ୍ୟନ୍ତ ଯେଉଁ 53 ନମ୍ବର ଜାତୀୟ ରାଜପଥର କାର୍ଯ୍ୟକ 7 ବର୍ଷ ହେଲା ସରୁନି ଏବଂ ଏ କାର୍ଯ୍ୟ ନ ସରିବା ଫଳରେ ବାରମ୍ବାର ଦୁର୍ଘଟଣାରେ ବହୁ ଲୋକ ମୃତାହତ ଏବଂ ଅକ୍ଷମ ହେଉଛନ୍ତି। ଅନ୍ୟପକ୍ଷରେ କୋଲ NTPC ତାଳଚେର ଅଞ୍ଚଳର ମଧ୍ୟ ଲିଙ୍କ ରୋଡ଼ ଗୁଡ଼ିକ ମଧ୍ୟ କାର୍ଯ୍ୟ ହେଇନି। ଆଜି ମଧ୍ୟ ଲୋକମାନେ ଅସନ୍ତୁଷ୍ଟ ହେଇଥିଲେ ଏ ରାସ୍ତା ବନ୍ଦ କରିବା ପାଇଁ, ଏ କରରେ ଯେଉଁ ରାସ୍ତା ହେବା କଥା ହେଇନି। ତେଣୁ ଏ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଆମର ଦାବି ଏବଂ ଯେଉଁମାନେ ମରିଛନ୍ତି ସେଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ଦାୟୀ। ତେଣୁ ତାଙ୍କୁ ଆମେ ଦାବି କରିଥିଲୁ 15 ଲକ୍ଷ ଟଙ୍କା ମଧ୍ୟ କ୍ଷତିପୂରଣ ଦିଆଯାଉ ଏବଂ ଦିଲ୍ଲୀରେ ପଲ୍ୟୁସନ୍ ହେଲେ ସାରା ପୃଥିବୀରେ ଚହଳ ପଡ଼ିଯାଉଛି, କିନ୍ତୁ ଓଡ଼ିଶାରେ ତାଳଚେର, ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର ବା ଅଞ୍ଚଳରେ ଇଣ୍ଡଷ୍ଟ୍ରି କୋଲର ଯେଉଁ ପଲ୍ୟୁସନ୍ ହେଉଛି, ସେଥିରେ ଯେଉଁ ଲୋକଙ୍କର ଲଂଜିଭିଟି କମିଯାଉଛି, ରୋଗ ହେଉଛି, ଅଧିକ ଲୋକ ମରୁଛନ୍ତି, ତାର ନିୟନ୍ତ୍ରଣ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କମ୍ପାନୀମାନେ କରୁନାହାନ୍ତି କି ରାଜ୍ୟ କେନ୍ଦ୍ର ସରକାର ଆକୁ ଗୁରୁତ୍ୱ ଦେଉନାହାନ୍ତି। ଆମର ଦାବି ହେଉଛି ତାର ଗୋଟିଏ ସ୍ଥାୟୀ ବ୍ୟବସ୍ଥା କରାଯାଉ। ତୃତୀୟ କଥା ହେଉଛି, ଯାହା DMଙ୍କ ପାଣ୍ଠିରେ ଯେଉଁ 2300 କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ଅଛି, ଏ ଅଞ୍ଚଳର ଏରିଆ ଡେଭଲପମେଣ୍ଟ ପାଇଁ, ରାସ୍ତା ସ୍କୁଲ ନିର୍ମାଣ ପାଇଁ ବା ଏରିଆ ଡେଭଲପମେଣ୍ଟ ପାଇଁ ସେ ଟଙ୍କା ଖର୍ଚ୍ଚ ହେଉନି, ତାକୁ ଖର୍ଚ୍ଚ କରାଯାଉ। ଏବଂ ଏଠି ମଧ୍ୟ ଯେଉଁ ଲୋକମାନେ ଅଭିଯୋଗ ବର୍ତ୍ତମାନ କରୁଥିଲେ, ଏଠି ଲୋକମାନଙ୍କର ଆନ୍ଦୋଳନ, ସମସ୍ତ ଶ୍ରମିକ ସଂଗଠନର, INTUCର ସମସ୍ତେ ଆନ୍ଦୋଳନ କରିବା ଫଳରେ ଯେଉଁ କାରଖାନାକୁ ବନ୍ଦ କରିକି ଏହାକୁ ଗ୍ରୀନ୍ ପ୍ୟାଚ୍ କରିକି ଏଠି ସୋଲାର ଦେବା ପାଇଁ କୌଣସି ପ୍ରାଇଭେଟ୍ କମ୍ପାନୀକୁ ଯେଉଁ ନିଷ୍ପତ୍ତି ହେଇଥିଲା,
राज्य और केंद्र सरकार तांका मत बदल बर्तमान 12,000 कोटी टंकार जो तापज विद्युत केन्द्र है तापर आप जानते या पर आहरी 800 मेगावाट्र गोटे नुआ एक्सपांशन होउची किंतु एटी जो माने जमी हरैचंती एवं जो माने स्थानीय लोक तांको नियुक्ति दिया जाउनी एपरिक कॉन्ट्रैक्ट लेबर में जो 855 लोक एठी जमी हरैते टेरिटरी जाइते सेतुर वर्तमान सुधा 255 लोक एपर्यंत रही ना व्हेराज 1500 कॉन्ट्रैक्ट लेबर बाहर आसिक एठी काम कर से अवस्था नालको से अवस्था कोल रे से अवस्था अन्य प्राइवेट कलेक्शन आमर दाबी होची स्थानीय लोक एवं भूमि हरई लोक मानकू नियुक्ति रे अग्राधिकार दिया जाऊ एवं पब्लिक सेक्टर भलिया नालको एनटीपीसी तालचेर रे कॉन्ट्रैक्ट लेबर रे लोक 25 वर्ष 30 वर्ष धरी काम कले चाकरी रे स्थायी करा जाउनी वैकेंट पोस्ट को फिलअप होउनी नालको रे होउनी एनटीपीसी रे होउनी कोल रे होउनी आमर पदक्षेप आम निष्पत्ति नहींचु जनवरी 30 तारीख रे गांधी महाप्राण दिवस रे से दिन धारणा धर्मघट एवं इकोनॉमिक ब्लॉकेट रास्ता आंदोलन करा निष्पत्ति निया जाइछि एवं आज प्रस्तुति बैठक डका जाइछि एवं या परे काली आमर तो अच्छी गोटे मीटिंग पणिया तेणु विभिन्न अंचल प्रस्तुति बैठक हम एवं ये आंदोलन को त्वरान्वित करा एवं स्थानीय नियुक्ति सबुठु गोटे बड़ दाबी एवं ये दाबी कि नहले आईएनटीयूसी एवं समस्त स्थानीय विभिन्न संगठन जो अच्छी तार सहयोग ये आंदोलन को आहुरी प्रबल करा एवं आवश्यक हेले इकोनॉमिकल ब्लॉकेड करा। तालचेरु शिवप्रसाद बेहरा रिपोर्ट IOIA न्यूज।